ଆପଣଙ୍କ ରାସନ କାର୍ଡ କ'ଣ ଅଚଳ ହେବାକୁ ଯାଉଛି କି? ଗହମ ସମ୍ପୂର୍ଣ୍ଣ ବନ୍ଦ ହେଇଯିବ କି? କିନ୍ତୁ ଅପେକ୍ଷା କରନ୍ତୁ, ଆପଣଙ୍କୁ ମିଳିବ 5ଟି ବଡ଼ ନୂଆ ସୁବିଧା ଏବଂ ବଡ଼ ପରିବର୍ତ୍ତନ। 5 କିଲୋଗ୍ରାମ ଚାଉଳ ବଦଳରେ ଆପଣଙ୍କୁ କ'ଣ 10 କିଲୋଗ୍ରାମ ଚାଉଳ ମିଳିବ କି? ଯଦି ଆପଣ ରାସନ କାର୍ଡ ହିତାଧିକାରୀ, ତେବେ ତୁରନ୍ତ ଏହି ଖବରକୁ ଜାଣନ୍ତୁ। ଯଦି ଆପଣ KYC ଅପଡେଟ୍ କରିନାହାନ୍ତି, ତେବେ ରାସନ କାର୍ଡ ବାତିଲ ହେଇଯିବ। ନମସ୍କାର ବନ୍ଧୁ, ଆପଣଙ୍କୁ ସ୍ୱାଗତ କରୁଛି ଟ୍ରୁଥ ଡିକୋଡେଡ୍ ବାଇ ଦେବାଶିଷ ରେ। ଆଜି ଆମେ ରାସନ କାର୍ଡ ସହିତ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ଖବର ନେଇ ଆସିଛୁ। ସମୟ ସମୟରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଉଭୟ ମିଶି ରାସନ ନିୟମରେ ପରିବର୍ତ୍ତନ ଆଣିଥାନ୍ତି। ଜଣେ ହିତାଧିକାରୀ ଭାବରେ ଆପଣଙ୍କୁ ସେହି ନିୟମଗୁଡ଼ିକ ଜାଣିବା ଏବଂ ବୁଝିବା ନିହାତି ଜରୁରୀ। ଯଦି ଆପଣ ନିୟମ ନ ବୁଝି ରାସନ କାର୍ଡକୁ ନେଇ ଦୋକାନ ଯିବେ, ତେବେ ଆପଣଙ୍କ ରାସନ କାର୍ଡଟି ଇନଭ୍ୟାଲିଡ୍ ହୋଇଯାଇପାରେ। ଆପଣଙ୍କ ରାସନ ସାମଗ୍ରୀ ପାଇବେ ନାହିଁ। ଏହି ପରିବର୍ତ୍ତନ ପଛରେ ମୂଳ ଉଦ୍ଦେଶ୍ୟ ହେଉଛି ସରକାର ଚାହୁଁଛନ୍ତି ଯେ ଗରିବ ଏବଂ ଅସହାୟ ପରିବାରମାନେ ସେମାନଙ୍କର ଅଧିକାର ପାଆନ୍ତୁ ଏବଂ ସାମଗ୍ରୀ ସଠିକ୍ ଉପାୟରେ ସେମାନଙ୍କ ପାଖରେ ପହଞ୍ଚୁ। ରାସନ ବଣ୍ଟନ ବ୍ୟବସ୍ଥାରେ ସ୍ୱଚ୍ଛତା ଏବଂ ସୁନିଶ୍ଚିତ କରିବା ପାଇଁ ଏହି ନୂତନ ନିୟମକୁ ଜାରି କରାଯାଇଛି। ଏବେ ଆସନ୍ତୁ ଜାଣିବା ରାସନ ନିୟମରେ କେଉଁ କେଉଁ ବଡ଼ ପରିବର୍ତ୍ତନ ହୋଇଛି, ଯାହା ପ୍ରତ୍ୟେକ ହିତାଧିକାରୀଙ୍କ ପାଇଁ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରାସନ କାର୍ଡରେ ପରିବର୍ତ୍ତନ ପ୍ରଥମ ପରିବର୍ତ୍ତନଟି ହେଉଛି ଡିଜିଟାଲ ଲିଙ୍କିଂ ଏବଂ ବ୍ୟାଙ୍କ ଆକାଉଣ୍ଟ ବାଧ୍ୟତାମୂଳକ। ରାସନ ପାଇବା ପାଇଁ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ସର୍ତ୍ତକୁ ପୂରଣ କରିବାକୁ କହିଛନ୍ତି। ସେଥିମଧ୍ୟରୁ ପ୍ରମୁଖ ହେଉଛି ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟ। ରାସନ କାର୍ଡଧାରୀଙ୍କ ନିଜସ୍ୱ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟ ରହିବା ନିହାତି ଆବଶ୍ୟକ। ଆଧାର ଏବଂ ମୋବାଇଲ ଲିଙ୍କିଂ। ଆହୁରି ମଧ୍ୟ ଏହି ବ୍ୟାଙ୍କ ଆକାଉଣ୍ଟଟି ଆଧାର ଏବଂ ମୋବାଇଲ ନମ୍ବର ସହିତ ଲିଙ୍କ ହୋଇଥିବା ନିହାତି ଆବଶ୍ୟକ। ଏହାର ଉଦ୍ଦେଶ୍ୟ ଡିଜିଟାଲ ପଦକ୍ଷେପ ମାଧ୍ୟମରେ ସରକାର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ରାସନ ପହଞ୍ଚାଇବା ଏବଂ କୌଣସି ପ୍ରକାର ଠକେଇ ନ ହେବା ସୁନିଶ୍ଚିତ କରିବାକୁ ଚାହୁଁଛନ୍ତି। ପରିବର୍ତ୍ତନ 2ରେ KYC ଏବଂ ପରିବାର ସଦସ୍ୟଙ୍କ ଆଧାର ଲିଙ୍କିଂ। ଏହି ନୂତନ ନିୟମଟି ଅତ୍ୟନ୍ତ କଠୋର। ଏବେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ଆଧାର କାର୍ଡକୁ ରାସନ କାର୍ଡ ସହିତ ଲିଙ୍କ କରିବାକୁ ବାଧ୍ୟତାମୂଳକ କରାଯାଇଛି। KYC ବିନା କୌଣସି ବି କିଛି ହୋଇପାରିବନି। ସରକାର ସ୍ପଷ୍ଟ କରିଛନ୍ତି ଯେ KYC ଅର୍ଥାତ୍ ନୋ ୟୋର କଷ୍ଟମର ବିନା କୌଣସି ବ୍ୟକ୍ତି ରାସନ କାର୍ଡର ଲାଭ ପାଇପାରିବେ ନାହିଁ। ବାତିଲ ହେବ କାର୍ଡ। ଯଦି KYC ଠିକ୍ ସମୟରେ ପୈଠ ନ କରାଯାଏ, ତେବେ ରାସନ କାର୍ଡ ଆପଣଙ୍କ ବାତିଲ ହୋଇଯିବ କିମ୍ବା ବନ୍ଦ ହୋଇଯିବ। ଏହା ସୁନିଶ୍ଚିତ କରେ ଯେ କେବଳ ପ୍ରକୃତ ଅସହାୟ ପରିବାର ହିଁ ରାସନ ସୁବିଧା ପାଇପାରିବେ ଏବଂ ପୂର୍ବରୁ ଭୁଲ ଉପାୟରେ ଲାଭ ଉଠାଉଥିବା ଲୋକଙ୍କୁ ଚିହ୍ନଟ କରାଯିବ। ପରିବର୍ତ୍ତନ 3ରେ ରାସନ ଗ୍ରହଣ ପ୍ରଣାଳୀରେ ପରିବର୍ତ୍ତନ କରାଯାଇଛି। ଫିଙ୍ଗର ପ୍ରିଣ୍ଟ ବାଧ୍ୟତାମୂଳକ କରାଯାଇଛି। ବର୍ତ୍ତମାନ ଷ୍ଟାଣ୍ଡିଂ ସ୍ଲିପ୍ ବିନା ରାସନ ବଣ୍ଟନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏଥିରେ ସୁବିଧା କ'ଣ ହେବ ନା ପରିବାରର ଯେକୌଣସି ସଦସ୍ୟ ସେମାନଙ୍କର ଆଙ୍ଗୁଠି ଛାପ ଲଗାଇ ରାସନ ଗ୍ରହଣ କରିପାରିବେ। ଏହି ପ୍ରକ୍ରିୟାକୁ ଡିଜିଟାଲାଇଜେସନ୍ କରାଯାଇଛି, ଯାହାଦ୍ୱାରା ପ୍ରତ୍ୟେକ ପଦକ୍ଷେପର ଟ୍ରାକିଂ ସୁନିଶ୍ଚିତ ହୋଇପାରିବ। ପରିବର୍ତ୍ତନ 4। ପରିବର୍ତ୍ତନ 4ରେ କ'ଣ ଅଛି ନା ଯୋଗ୍ୟତା ଏବଂ ମାନଦଣ୍ଡ ହ୍ରାସ। ଜମି ଏବଂ ଆୟ। ଯେଉଁମାନେ ଅଧିକ ସମ୍ପଦ ବା ଉଚ୍ଚ ଆୟ ରଖିଛନ୍ତି ସେମାନଙ୍କୁ ବାଦ ଦେବା ପାଇଁ ନିୟମରେ ପରିବର୍ତ୍ତନ କରାଯାଇଛି। ଜମି ସୀମା ହ୍ରାସ। ପୂର୍ବ ନିୟମ ଅନୁଯାୟୀ 3 ହେକ୍ଟର ପର୍ଯ୍ୟନ୍ତ ଜମି ଥିବା ବ୍ୟକ୍ତି ରାସନ ଲାଭ ପାଇବାକୁ ଯୋଗ୍ୟ ଥିଲେ, କିନ୍ତୁ ବର୍ତ୍ତମାନ ଏହି ସୀମାକୁ ହ୍ରାସ କରି 2 ହେକ୍ଟର କରିବାକୁ କୁହାଯାଇଛି। ଆୟ ସ୍ରୋତ। ଏହା ବ୍ୟତୀତ ଯଦି ଆପଣଙ୍କ ଆୟର ଉତ୍ସ ଅର୍ଥାତ୍ ଇନକମ୍ ସୋର୍ସ ଅଛି, ତେବେ ଆପଣ ମଧ୍ୟ ରାସନର ଲାଭ ଉଠାଇ ପାରିବେ ନାହିଁ। ଏହି ନିୟମଗୁଡ଼ିକ ବିଷୟରେ ଭଲ ଭାବରେ ଜାଣିବା ନିହାତି ଦରକାର, ଯାହାଦ୍ୱାରା କେବଳ ଅଭାବୀ ଲୋକମାନେ ଏହି ବ୍ୟବସ୍ଥାର ଲାଭ ଉଠାଇ ପାରିବେ। ପରିବର୍ତ୍ତନ 5ରେ କ'ଣ କରାଯାଇଛି ନା ପରିବର୍ତ୍ତନ 5ରେ ଗହମ ବନ୍ଦ ଏବଂ ଚାଉଳର ମାତ୍ରାକୁ ବୃଦ୍ଧି କରାଯାଇଛି। ଏଠି ସବୁଠୁ ବଡ଼ ଖବର ଯାହା ଆପଣଙ୍କ ନଜର ଆସିବ, ଗହମ ବନ୍ଦ କରାଯାଇଛି। ରାସନ କାର୍ଡରେ ଗହମ ବଣ୍ଟନ ବନ୍ଦ କରାଯାଇଛି। ଚାଉଳର ମାତ୍ରାକୁ ବୃଦ୍ଧି କରାଯାଇଛି। ଏବେ 5 କେଜି ଚାଉଳ ବଦଳରେ 10 କେଜି ଚାଉଳ ମିଳିବା ନେଇ ଆଶା ସୃଷ୍ଟି ହୋଇଛି। ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସୂଚନା ଅନୁସାରେ ଯେ ହିତାଧିକାରୀ ପାଇଁ 5 କେଜି ଚାଉଳ ପର୍ଯ୍ୟାପ୍ତ ନୁହେଁ, ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଆସନ୍ତା ମାସରେ ଏହା ଉପରେ ଏକ ନିଷ୍ପତ୍ତି ନିଆଯିବ। ଏବେ ଆସନ୍ତୁ ଜାଣିବା କାର୍ଯ୍ୟକାରିତା ଏବଂ ଜରୁରୀ ପଦକ୍ଷେପ ବିଷୟରେ। ଦର୍ଶକ ବନ୍ଧୁ, ଏହି ନିୟମଗୁଡ଼ିକ ବର୍ତ୍ତମାନ ଲାଗୁ ହୋଇସାରିଛି। ବିଳମ୍ବ ଜମା ବି କରନ୍ତୁ ନାହିଁ। ଏବେ ହିଁ ଆପଣଙ୍କ ରାସନ କାର୍ଡର KYCକୁ ଅପଡେଟ୍ କରନ୍ତୁ ଆଉ ମାଗଣା ଚାଉଳର ଲାଭ ଉଠାନ୍ତୁ।
ସହାୟତା ଯଦି ଦରକାର ଯଦି ଆପଣ ଏହି ନିୟମ ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କର ନିକଟସ୍ଥ ଖାଦ୍ୟ ବିଭାଗ ଅର୍ଥାତ୍ ଫୁଡ୍ ଡିପାର୍ଟମେଣ୍ଟ ସହିତ ଯୋଗାଯୋଗ କରିପାରିବେ। ଆପଣ ସେଠାରୁ KYC ଅପଡେଟ୍ ସମ୍ବନ୍ଧୀୟ ସମସ୍ତ ସୂଚନା ସାହାଯ୍ୟ ମଧ୍ୟ ପାଇପାରିବେ। ଏହି ପରିବର୍ତ୍ତନ ଗୁଡ଼ିକ ଆପଣଙ୍କ ଏବଂ ରାସନ କାର୍ଡ଼ ହିତାଧାରୀଙ୍କ ଭବିଷ୍ୟତ ପାଇଁ ଅତ୍ୟନ୍ତ ଆବଶ୍ୟକ। ସରକାର ଏହାକୁ ସ୍ୱଚ୍ଛ ଏବଂ ସଠିକ୍ ବଣ୍ଟନ ଉଦ୍ଦେଶ୍ୟରେ କାର୍ଯ୍ୟକାରୀ କରିଛନ୍ତି। ଆଶା କରୁଛି ଯେ ଖୁବ୍ ଶୀଘ୍ର ସମସ୍ତେ ସଠିକ୍ ରାସନ ପାଇପାରିବେ ଏବଂ ରାସନ ପାଇବା ଆରମ୍ଭ କରିବେ। ତେବେ ଆଜିର ଏହି ଡିପ୍ ଆନାଲିସିସ୍ ଆପଣଙ୍କୁ ସ୍ପଷ୍ଟ ଭାବରେ ଜାଣିପାରିଲେ ଯେ ଆପଣ ରାସନ କାର୍ଡ଼ର ଲାଭ ଜାରି ରଖିବାକୁ ଚାହୁଁଛନ୍ତି ଯଦି ତେବେ KYC ଅପଡେଟ୍ କରାନ୍ତୁ ଏବଂ ବ୍ୟାଙ୍କ ଲିଙ୍କିଂ କରାନ୍ତୁ ଏବଂ ଏହି କାର୍ଯ୍ୟକୁ ଜଲ୍ଦି ସାରନ୍ତୁ। ଦର୍ଶକ ବନ୍ଧୁ ଆଶା କରୁଛି ଯେ ରାସନ କାର୍ଡ଼ ସହିତ ଜଡ଼ିତ ସମସ୍ତ 5ଟି ପରିବର୍ତ୍ତନ ବିଷୟରେ ଆପଣମାନେ ସମ୍ପୂର୍ଣ୍ଣ ସୂଚନା ପାଇଲେ। ଆମେ ଏହି ଭିଡ଼ିଓ ମାଧ୍ୟମରେ ସମସ୍ତ ଡିଟେଲ୍ସ ଆପଣଙ୍କୁ ଷ୍ଟେପ୍ ବାଇ ଷ୍ଟେପ୍ ଜଣାଇଛୁ। ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯଦି ଆପଣ ରାସନ କାର୍ଡ଼ର ଲାଭ ଜାରି ରଖିବାକୁ ଚାହୁଁଛନ୍ତି ତେବେ କୌଣସି ବିଳମ୍ବ ନକରି ଜଲ୍ଦି KYC ଅପଡେଟ୍ କରିନିଅନ୍ତୁ। ଆପଣଙ୍କୁ ଅନୁରୋଧ ଯଦି ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଛି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଘଣ୍ଟି ଚିହ୍ନ ଦବାଇବାକୁ ଜମା ବି ଭୁଲନ୍ତୁ ନାହିଁ। ଏହି ଗୁରୁତ୍ୱପୂର୍ଣ୍ଣ ଖବର ଅନ୍ୟାନ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ପାଇଁ ଭିଡ଼ିଓଟିକୁ ସେୟାର କରନ୍ତୁ। ଆମେ ପୁଣି ଏକ ନୂଆ ଅପଡେଟ୍ ନେଇ ଆପଣଙ୍କ ପାଖକୁ ଆସିବୁ। ସେତେ ପର୍ଯ୍ୟନ୍ତ ଧନ୍ୟବାଦ। ଜୟ ଜଗନ୍ନାଥ।